जय जगन्नाथ सांग माने जय श्रीराम। आज आम महाप्रभु जगन्नाथंकर अति प्रिय टंक तोराणी आम ये प्रस्तुत करबा। मु आपनक सहित रेसिपी शेयर करबी। आम ओडिया जाति रे एटा कथा अछि जे जदि कोनोसी कारणवशत भी आपण अभड़ा महाप्रसाद पाई पारि नाहंती से दिन, तो ता पर दिन बा से दिन आपण टंक तोराणी भी जदि बाहर कोठु पाई जाउछंती पुरी रे, ताले आपण लागी जाय जे हां आमे महाप्रसाद पाइगलु। एभଳିଆ ହିଁ ଆମର ଫିଲ୍ କିଛି ଥାଏ। ଆଉ ସେଇ ଫିଲ୍ ର ସହିତ ଆଜି ଆମେ ଏଠି ଟଙ୍କ ତୋରାଣୀ ପ୍ରସ୍ତୁତ କରିବା। हे ପ୍ରଭୁ ଜଗନ୍ନାଥ, ଆଉ ଯଦି ଆମର କିଛି ଭୁଲ ଭାଲ ଥାଏ ପ୍ରଭୁ ଆମକୁ କ୍ଷମା କରିଦବ। ତ ଏଠି ଟଙ୍କ ତୋରାଣୀ ପାଇଁ ଯୋଉଟା ପୂର୍ବ ଦିନର ଅରୁଆ ଭାତ ଏଠି କିଛି ଆମର ବଞ୍ଚି ଯାଇଥିଲା, ସେଇ ଅରୁଆ ଭାତକୁ ତା ପରଦିନ ସକାଳେ ସେଇ ହାଣ୍ଡିରେ ସେମିତି ଥାଏ, ସେଇଆକୁ ଏମିତି ଟିକେ ଚକଟି ଦେଇକି ସେଥିରେ ପୁରା ବେଲେରୁ ଦେଢ ବେଲା ଭଳିଆ ଆମେ ପାଣି ଦେଇ ଦେଇଥିଲୁ। ଆଉ ତାକୁ ଲୁଣ ଦେଇକି କିଛି ସମୟ ଫାଷ୍ଟ ରଖିଦେଲୁ 10 ରୁ 15 ମିନିଟ ସେଟା ଛାଡିଦେଲୁ। ଆଉ ସେଟା ଏମିତି ଗୋଳେଇ ଦେଲା ବେଳକୁ ଯେମିତି ତୋରାଣୀ ଭଳିଆ ଦେଖା ଯାଉଥିଲା ପୁରା। ଆଉ ଏଠି ଆମ୍ବ ଅଦା ମୁଁ ନେଇଛି, ଆଉ ଆମର ନର୍ମାଲ ଯୋଉ ଅଦା ମିଳେ ସେଇଟା ବି ନେଇଛି। ଦିଟା ଯାକ ଭଲ କି ମୁଁ ଏଠି ଛେଚିକି ନେଇଛି। ଆଉ ତାପରେ ଏଠି କଞ୍ଚା ଲଙ୍କା ଦିଟା ବଡ ସାଇଜ ର ନେଇଛି। ଆପଣ ଯଦି ଟିକେ ଅଧିକ ରାଗ ଭଲ ଲାଗେ ଆଉ ଟିକେ ଦେଲେ ଆଉ ବି ଭଲ ଲାଗିବ। ଆଉ ଏଠି ଦିଟା ଶୁଖିଲା ଲଙ୍କାକୁ ମୁଁ ଏମିତି ଟିକେ ସେକି ନେଇଛି, ଆଉ ସେକି ଦେଇକି ଏଟା ଦେଇଛି। ତାପରେ ଏଠି ଲେମ୍ବୁ ରସ ମୁଁ ଆଡ କରିଛି, ଆଉ ଗୋଟେ ବଡ ସାଇଜ ଲେମ୍ବୁକୁ ବି ଏମିତି କାଟି କାଟିକି ଗୋଲ ଗୋଲ କରିକି ଏଥିରେ ଦେଇ ଦେଇଛି। ଆଉ ଲେମ୍ବୁ ପତ୍ର 2 ରୁ 3ଟା ଛିଡେଇକି ଏମିତି ଏଥିରେ ପୁରା ଭଲସେ ଯେମିତି ତା ଫ୍ଲେଭରଟା ଏଥିରେ ଆସିଯିବ ସେମିତିକା ତାକୁ ପକେଇଛି। ଆଉ ଏଠି ଦହି ଆଡ କରିଛି, ଆଉ ଜିରା ଲଙ୍କା ଗୁଣ୍ଡ ଦେଇକି ତାକୁ ଏମିତି ଭଲସେ ଗୋଳା ହେଇଛି। ଆଉ ଏଠି ମୁଁ ପୋଦିନା ପତ୍ର ପକେଇଛି। ତା ସହିତ ଅନ୍ନପୂର୍ଣ୍ଣା ପତ୍ର ବି ମୁଁ ଏଠି ଗୋଟେ ବଡ ସାଇଜ କୁ ଏମିତି ଛୋଟ ଛୋଟ କରିକି ତାକୁ ପକେଇ ଦେଇଥିଲି। ଆଉ ଭଲସେ ଏଟାକୁ ପୁରା ତଳ ଉପର କରିକି ଗୋଳେଇ ନେଇଛି। ଆଉ ଏଟାକୁ ରେଷ୍ଟ କରିବା ପାଇଁ କିଛି ସମୟ ଏଟାକୁ ରଖିଦେବେ। ରଖିଦେଲା ପରେ ସେ ଯୋଉ ଦହିର ଖଟା ଖଟା ଅଂଶ ଆସିଯିବ ଏଥିରେ, ଆଉ ସବୁ ଯୋଉ ଲେମ୍ବୁ ଆମ୍ବ ଅଦା ଏମିତି ସାରା ପକେଇଛେ ସେଇଆ ମାନେ ତାର ଫ୍ଲେଭର ଆସି ଯାଇଥିବ। ପିଇଲେ ଆମ ମନକୁ ଏତେ ଆନନ୍ଦ ଆଉ ଶାନ୍ତି ମିଳେ। ଆମେ ଜଗନ୍ନାଥ ପୁରୀ ଯେତେବେଳେ ବି ପୁରୀ ଯାଇଛନ୍ତି ଆପଣ ଏଇଟା ପିଇଛନ୍ତି ନା କେବେ? ମୁଁ ଜାଣିଛି ଆମ ସବୁ ଓଡିଆ ମାନେ ଆମେ ପୁରୀ ଯିବୁ ମାନେ ଟଙ୍କ ତୋରାଣୀ ନିଶ୍ଚିନ୍ତ ପିଇଥିବା। ଆଉ ଏମିତି ଘରେ ବି ଆମେ ବନେଇକି ପିଇ ପାରିବା। କହି ତ ପାରିବିନି ମହାପ୍ରଭୁଙ୍କ ଟଙ୍କ ତୋରାଣୀ ଭଳି ସ୍ୱାଦ ଆସିବ। ତାଙ୍କର ଭାବ ଥାଏ, ତାଙ୍କର ମାଟିର ବାସ୍ନା ଥାଏ ସେଥିରେ, କିନ୍ତୁ ଆପଣଙ୍କ ମନକୁ ନିଶ୍ଚିନ୍ତ ଛୁଇଁବ। ଏଇଭଳିଆ ଥରେ ଆପଣ ଘରେ ଟ୍ରାଏ କରିପାରିବେ। ଯଦି ଭିଡିଓ ଭଲ ଲାଗିଥିବ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଆଉ ଯଦି ମୋର କିଛି ଭୁଲ ଭାଲ ବି ହେଇଯାଇଥିବ, ପ୍ରଭୁ ମହାପ୍ରଭୁଙ୍କର ଟଙ୍କ ତୋରାଣୀ ରେସିପି ମୁଁ ଏଠି ସେୟାର କରିଛି, ଏଇଟା କିଛି ଗୋଟେ ଛୋଟ କଥା ନୁହଁ। ଆଉ ଯଦି ବି ମୋର ଭୁଲ ଭାଲ ହେଇଯାଇଥିବ, ଆଶା କରୁଛି ମୋ ଭାଇ ଭଉଣୀ ମାନେ ସମସ୍ତେ କ୍ଷମା କରିଦେବେ। ଆଉ ଆପଣ ଏମିତି ଘରେ ଟଙ୍କ ତୋରାଣୀ କରିକି ଏନ୍ଜୟ କରିପାରିବେ। ଜୟ ଜଗନ୍ନାଥ, ଜୟ ମହାପ୍ରଭୁ କି ଜୟ।